ମୋ ନାଁ ସୁରେନ୍ଦ୍ର ମଣ୍ଡଳ। ମୁଁ ବିଜୁ ଜନତା ଦଳର ସଂଗଠକ ହିସାବରେ ଦୀର୍ଘ 24 ବର୍ଷ ହେଲା କାମ କରୁଛି। ସର୍ବପ୍ରଥମେ ଧନ୍ୟବାଦ ଦେବି ଆପଣଙ୍କର ନନ୍ଦିଘୋଷ ଟିଭିକୁ। ଗୋଟେ 2 ଦିନ ତଳେ ଗୋଟେ ଘଟଣା ଶୁଣିଲି ଯେ ଆମର ସ୍ଥାନୀୟ ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା ମୋ ନାଁରେ ଗୋଟେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯେ ମୁଁ ମଦ ବେପାର ସହିତ କାରବାରରେ ଲିପ୍ତ ଅଛି। ମଦ ବେପାରୀଙ୍କ ସହିତ ସଂଶ୍ଳିଷ୍ଟ ରହି ଦୀର୍ଘ 24 ବର୍ଷ ହେଲା ଚିକିଟି ବ୍ଲକର ଚିକିଟି ନିର୍ବାଚନ ମଣ୍ଡଳୀରେ ମଦ ବେପାର କରୁଛି ଏବଂ ଏବେ ଯେଉଁ 19 ତାରିଖରେ ଯେଉଁ ଘଟଣା ଘଟିଲା ମାଉନ୍ଦପୁର ଗ୍ରାମରେ ଯେଉଁ ମଦ ମୃତ୍ୟୁ ଘଟଣା ଘଟିଛି, ସେଇ ଘଟଣା ପଛରେ ମୁଁ କୁଆଡ଼େ ମଦ ବେପାର କରି ସେଠାରେ ଲୋକମାନେ ଯେଉଁ ମୃତ୍ୟୁ ହେଲେ ସେଥିପାଇଁ ମୋ ନାଁରେ ସେ ଅଭିଯୋଗ ଆଣୁଛି। ଏହି ଅଭିଯୋଗଟି ମୁଁ ଦୃଢ଼ ନିନ୍ଦା କରିବା ସହିତ ଖଣ୍ଡନ କରୁଛି। ଏଥିରେ ଯଦି ମଦ ବେପାରୀ ସହିତ ଦୀର୍ଘ 24 ବର୍ଷ ଭିତରେ ମୋ ନାଁରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଯଦି କିଛି ପ୍ରମାଣ ମିଳେ, ତାହେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବାକୁ ପ୍ରସ୍ତୁତ ଅଛି। ଯଦି ସେ କିଛି ପ୍ରମାଣ ନ ଦେଇପାରନ୍ତି, ତାହେଲେ ତାଙ୍କ ବିଧାୟକ ପଦରୁ ସେ ଇସ୍ତଫା ଦେବେ କି? ସେମିତି କିଛି ଘଟଣା 24 ବର୍ଷ ଭିତରେ ମୋର ନାହିଁ। ମଦ ବେପାର ନୁହଁ, କୌଣସି ଯଦି ଇଲିଗେସନ୍ ମୋ ନାଁରେ ସେ ଯଦି ବାହାର କରିପାରିବେ, ମୁଁ ତାକୁ ଧନ୍ୟବାଦ ଦେବି। ଆହୁରି ସେ କହୁଛନ୍ତି ଯେ ମଦ ବେପାର ସହିତ ମୋର ସମ୍ପୂର୍ଣ୍ଣ ରୂପେ ହାତ ରହିଛି। କିନ୍ତୁ ଆପଣମାନେ ଜାଣି ରଖିବା ଦରକାର, ଇଲେକ୍ସନ୍ ପୂର୍ବରୁ ସେ ଗାଁରେ ଗୋଟେ ଲୋକକୁ ଏକ୍ସାଇଜ୍ ବାଲା ପୋଲିସ ବାଲା ଧରିଥିଲେ। ସେ ନିଜେ ଫୋନ୍ କରି ସେମାନଙ୍କୁ ମୁକୁଳେଇଛନ୍ତି। ଆଉ ତାଙ୍କର ସମ୍ପୂର୍ଣ୍ଣ ଯେଉଁ ଲୋକମାନେ ମଦ ବେପାର କରୁଛନ୍ତି କି ଚୋରା ମଦ ବେପାର କରୁଛନ୍ତି, ତାଙ୍କଠୁ ସିଏ ମନ୍ଥଲି ନେଇ ଏ କାରବାର ଚଲେଇଛନ୍ତି। ସେ ପ୍ରମାଣ ଆମ ପାଖରେ ରହିଛି। ଆବଶ୍ୟକ ପଡ଼ିଲେ ଆମେ ଖୋଲା ମଞ୍ଚକୁ ତାଙ୍କୁ ଡାକୁଛୁ। ସେ ଆସିକି ଯଦି ଇଏ କରିବେ, ସାମ୍ନା କରିବେ, ତାହେଲେ ଆମେ ତାଙ୍କର ସମସ୍ତ ଜିନିଷ ପଦାରେ ପକାଇଦେବୁ। ଆଜ୍ଞା ଦେଖନ୍ତୁ, 2 ମାସ ପୁରିଛି ନିର୍ବାଚନ ସରିକି। ଆପଣମାନେ ଜାଣିପାରୁଥିବେ 3-3ଟା ଗାଡ଼ି ତାଙ୍କ ପାଖରେ ରହିଛି। ସେ କେଉଁଠୁ ପଇସା ଆଣିଛନ୍ତି, କେଉଁଠୁ ସେମାନଙ୍କ ପାଖକୁ ପଇସା ଆସିଲା, ଆପଣ ଯଦି ପ୍ରମାଣ ଚାହିଁବେ ସେ ସମସ୍ତ ତଥ୍ୟ ମୋ ପାଖରେ ରହିଛି। ଆମର ଅଙ୍ଗନବାଡ଼ି ସେଣ୍ଟରରୁ ମଧ୍ୟ ୱାର୍କରମାନଙ୍କଠୁ 500 ଟଙ୍କା ଲେଖେ ପ୍ରତ୍ୟେକ ମାସରେ କଲେକ୍ସନ୍ ହେଉଛନ୍ତି ଗୋଟେ ଗୋଟେ ଅଙ୍ଗନବାଡ଼ି କର୍ମୀଠାରୁ। ଦ୍ୱିତୀୟ ଜିନିଷ, ପାତ୍ରପୁର ଏବଂ ଚିକିଟି ବ୍ଲକର ଛତୁଆରୁ ଲକ୍ଷ ଲକ୍ଷ ଟଙ୍କା ସେ ମନ୍ଥଲି ନେଉଛନ୍ତି। ସେ ପ୍ରମାଣ ବି ମୋ ପାଖରେ ରହିଛି। ଏବଂ ଏ ଯେତିକି ମଦ ଦୋକାନ ଚାଲିଛି ଚିକିଟି ନିର୍ବାଚନ ମଣ୍ଡଳୀରେ, ପରୋକ୍ଷ ଭାବେ ପ୍ରତ୍ୟକ୍ଷ ଭାବେ ସେ ସେଠୁ ମାସିକ ଚାନ୍ଦା ବି ନେଉଛନ୍ତି। ଏ ପ୍ରମାଣ ବି ମୋ ପାଖରେ ରହିଛି। ସିଏ ନିଜର ଦୋଷ ଘୋଡ଼ାଇବା ପାଇଁ ମୋ ମୁଣ୍ଡରେ ଅଠା ବୋଳିବା ପାଇଁ ସେ ଚେଷ୍ଟା କରୁଛନ୍ତି। ପଣସ ଖାଇଛନ୍ତି ସିଏ, କିନ୍ତୁ ଅଠା ମୋ ମୁଣ୍ଡରେ ବୋଳିବା ପାଇଁ ଚେଷ୍ଟା କରୁଛନ୍ତି। ଯଦି ତାଙ୍କ ପାଖରେ କୌଣସି ପ୍ରମାଣ ଗୋଟେ ଅଛି, ସିଏ ତ ବର୍ତ୍ତମାନ ସରକାରରେ ଅଛନ୍ତି, ତାଙ୍କ ପାଖରେ ଯଦି କୌଣସି ପ୍ରମାଣ ରହିଛି, ସେ ପ୍ରମାଣ ଦେଖାନ୍ତୁ, ତାହେଲେ ଯାହା ସରକାର ନିଷ୍ପତ୍ତି ନେବେ ମୁଁ ସେଟାକୁ ମାନିବି। ଦ୍ୱିତୀୟ ଜିନିଷ ଆଜ୍ଞା କହୁଛି, ଚିକିଟି କରବାଲୁଆ ଜେନାପୁରରେ ଏତେ ବଡ଼ ଘଟଣା ଘଟିଲା। 20 ଲୋକ ମଦ ମୃତ୍ୟୁରେ ଆକ୍ରାନ୍ତ ହେଲେ, 2 ଜଣ ଲୋକ ମୃତ୍ୟୁବରଣ କଲେ, ଆହୁରି 2 ଜଣ ମଧ୍ୟ ଆୟୁଷରେ ରହିଛନ୍ତି। ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ସେ ଜିନିଷକୁ ସ୍ଥାନୀୟ ବିଧାୟକଙ୍କର ଦରଦ ନାହିଁ। ଆଜି ପର୍ଯ୍ୟନ୍ତ ବିଧାୟକ ନିଜେ ଭୁବନେଶ୍ୱରରେ କିମ୍ବା ବ୍ରହ୍ମପୁର ଆସିକି ମିଡ଼ିଆ ଆଗରେ ତାଙ୍କର ଭାଷଣବାଜି କରି ପଳାଉଛନ୍ତି କି ଏତେ ବଡ଼ ଘଟଣା ଘଟିଛି ତାଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ଆସିକି ଲୋକଙ୍କର ଭଲ ମନ୍ଦ ବୁଝିବା ଅସୁବିଧା କେଉଁଠି ରହିଛି? ଯେଉଁମାନେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଅସୁବିଧା କେଉଁଠି ରହିଛି? ସେ ଭୟ କାହିଁକି କରୁଛନ୍ତି? କ'ଣ ତାଙ୍କର ଏମିତି ଭୟ ରହିଛି ଯେ ଆସିକି ଭୋଟରମାନଙ୍କ ପାଖରେ ସାମ୍ନା କରିବାକୁ ଡରୁଛନ୍ତି କାହିଁକି? ଆଜ୍ଞା ଶୁଣନ୍ତୁ, ତାଙ୍କ ଧର୍ମପତ୍ନୀ ଆସିଥିଲେ, ନିଜେ ବିଧାୟକ ନ ଆସିକି ତାଙ୍କ ଧର୍ମପତ୍ନୀକି ପଠାଇବାର ଉଦ୍ଦେଶ୍ୟ କ'ଣ?
ସିଏ ତାଙ୍କ ଧର୍ମପତ୍ନୀ କହୁଛନ୍ତି ଯେ ହିଞ୍ଜିଳି କାଟୁରେ କ'ଣ କ'ଣ ଗୋଟେ ଆକ୍ସିଡେଣ୍ଟ ହେଇଗଲା, ଆକ୍ସିଡେଣ୍ଟକୁ ପଳେଇଲେ। ହିଞ୍ଜିଳି କାଟୁ କ'ଣ ତାଙ୍କର ନିର୍ବାଚନ ମଣ୍ଡଳୀରେ ଯାଉଛି ନା ଚିକିଟି ତାଙ୍କର ନିର୍ବାଚନ ମଣ୍ଡଳୀ? ସେ କୋଉ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେଇଛନ୍ତି? ଯଦି ଏତେ ବଡ଼ ଘଟଣା ଘଟିଲା, ମୁଁ ହିଞ୍ଜିଳି କାଟୁ ଯିବା ପାଇଁ ମନା କରୁନି, ହିଞ୍ଜିଳି କାଟୁ ବି ଯାଆନ୍ତୁ, ଯେହେତୁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି, ସମବେଦନା ଜଣାଇବା ପାଇଁ ଗଲେ ଦୁଃଖ ନାହିଁ। ତା ପୂର୍ବରୁ ନିଜ ଘରଟାକୁ ତ ଦେଖିବା କଥା। ସେ ଜିନିଷଟା ସେ ଭୁଲି ଯାଉଛନ୍ତି କାହିଁକି? ସିଏ ଯଦି ଏସବୁ ଜିନିଷରେ ମଦରେ ସଂଶ୍ଳିଷ୍ଟ ନାହାନ୍ତି, ଛତୁଆରେ ସଂଶ୍ଳିଷ୍ଟ ନାହାନ୍ତି, ଅଙ୍ଗନବାଡ଼ିରେ ସଂଶ୍ଳିଷ୍ଟ ନାହାନ୍ତି, ସେ ଲୋକଙ୍କ ଲୋଚନକୁ ଆସିକି ସେମାନଙ୍କୁ ସମବେଦନା ଜଣାଇବାକୁ ଡରୁଛନ୍ତି କାହିଁକି? ଆପଣମାନେ ଜାଣିପାରୁଥିବେ, କିନ୍ତୁ ସେ ଜିନିଷଟାକୁ ପ୍ରକାଶ କରିବାକୁ କାହାର ସାହସ କରୁନାହାନ୍ତି, ଯେହେତୁ ସେମାନେ ସରକାରରେ ରହିଛନ୍ତି।